ଆତ୍ମଚେତନାର ଆଜିର ଏହି ଅଧ୍ୟାୟକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଉଛି। ଆଜି ଆମର ଆଲୋଚ୍ୟ ବିଷୟ ହେଲା ଧ୍ୟାନ। ମୁଁ ଆପଣମାନଙ୍କୁ ଧ୍ୟାନ ସମ୍ବନ୍ଧରେ କହିବି। ଆପଣମାନେ ଜାଣିଛନ୍ତି ଯେ ଧ୍ୟାନ ହେଉଛି ଅଷ୍ଟାଙ୍ଗ ଯୋଗର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ। ଅଷ୍ଟାଙ୍ଗ ଯୋଗରେ ଯେଉଁ 8ଟି ସୋପାନ ରହିଲା, ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି। ଏଥିରୁ ଦେଖିଥିବେ ଯେ ଧ୍ୟାନ ହେଉଛି କ୍ରମିକ ନମ୍ବର 7। ତା ଅର୍ଥ ଅଷ୍ଟାଙ୍ଗ ଯୋଗର ଧ୍ୟାନ ହେଉଛି 7ମ ସୋପାନ। ଆମେ ଆଜି ସେ ସମ୍ବନ୍ଧରେ ଆଲୋଚନା କରିବା। ଏହି ଧ୍ୟାନ ସାଧକ ଅନ୍ତରରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରେ, ଯେଉଁ ପ୍ରଭାବ ପକାଏ, ତାହା ଆପଣମାନେ କିଛି ନା କିଛି ଜାଣିଥିବେ। ବର୍ତ୍ତମାନ ଦେଖିବା ଯେ ଧ୍ୟାନ ମଣିଷର ଶାରୀରିକ, ବାଚନିକ ଏବଂ ବୈଚାରିକ କ୍ଷେତ୍ରରେ କିପରି ସନ୍ତୁଳନ ଏବଂ ସମନ୍ୱୟ ରକ୍ଷା କରିପାରେ। ଆତ୍ମସାକ୍ଷାତକାର ଏବଂ ପରମ ତତ୍ତ୍ୱ ଉପଲବ୍ଧି କରିବାରେ ଧ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସେହି ଧ୍ୟାନ କିପରି ସଂଗଠିତ ହୁଏ ବା ଧ୍ୟାନ କିପରି ଭାବରେ ଅଭ୍ୟାସ କରି ହୁଏ, ସେ ସମ୍ବନ୍ଧରେ ଆଲୋଚନା କରିବା। ପ୍ରଥମତଃ ଦେଖିବା ଯେ ଧ୍ୟାନ କେଉଁ ସମୟରେ କରାଯାଏ। ସାଧାରଣତଃ ଧ୍ୟାନ ପ୍ରଭାତ ସମୟରେ କରାଯାଏ। ତାର କାରଣ ହେଉଛି ଯେ ପ୍ରଭାତ ସମୟରେ ଆମେ ପ୍ରାୟ ପ୍ରାର୍ଥନା ଉପାସନା କରୁ ଏବଂ ସେ ପ୍ରାର୍ଥନା ଉପାସନା ସମୟରେ ପ୍ରାଣାୟାମ କରିବାଟା ଏକ ପ୍ରକାର ବାଧ୍ୟତାମୂଳକ। ତେଣୁ ପ୍ରାଣାୟାମ କରିବା ପରେ ଯଦି ଧ୍ୟାନ କରାଯାଏ, ତାହେଲେ ଧ୍ୟାନରେ ଯଥାଶୀଘ୍ର ଏକାଗ୍ରତା ଆସେ। ଧ୍ୟାନରେ କିପରି ଏକାଗ୍ରତା ଆସିବ, ମନର ଏକାଗ୍ରତା ଆସିବା ପାଇଁ ମୁଁ ଆପଣମାନଙ୍କୁ 3ଟି ସରଳ ସୂତ୍ର କହିବି। ଯିଏ ଯେମିତି ଚାହିଁବେ ସେମାନେ ଯେକୌଣସି ସୂତ୍ରକୁ ଆପଣେଇ ନେବେ। ସେଇ 3ଟି ସୂତ୍ର ହେଲା ଯେ ପ୍ରଥମ ହେଉଛି ପ୍ରାଣାୟାମ, ଦ୍ୱିତୀୟରେ ହେଉଛି ଧାରଣା ଏବଂ ତୃତୀୟରେ ହେଉଛି ପ୍ରାକୃତିକ ଦୃଶ୍ୟ। ବର୍ତ୍ତମାନ ଆମେ ପ୍ରାଣାୟାମ ସମ୍ବନ୍ଧରେ ଆଲୋଚନା କରିବା। ସକାଳ ସମୟରେ ପ୍ରାର୍ଥନା ସମୟରେ ପ୍ରାଣାୟାମ କରିବାର ବିଧାନ ରହିଛି ଏବଂ ସେହି ପ୍ରାଣାୟାମ ସର୍ବନିମ୍ନ 5ଟି ଏବଂ ସର୍ବାଧିକ 10ଟି ପ୍ରାଣାୟାମ କରିବେ। ତାଠାରୁ ବିଶେଷ ପ୍ରାଣାୟାମ କରିବେ ନାହିଁ। ପ୍ରାଣାୟାମ କଲା ପରେ ଦେଖିବେ ଯେ ଆପଣଙ୍କର ମନ କ୍ରମଶଃ ସ୍ଥିର ହୋଇଯାଉଛି, ଏକାଗ୍ର ହୋଇଯାଉଛି। ଏହା ନିଶ୍ଚିତ ଭାବେ ଆପଣମାନେ ଲକ୍ଷ୍ୟ କରିବେ। ବର୍ତ୍ତମାନ ଯିବା ଦ୍ୱିତୀୟ ସୂତ୍ରକୁ। ମନକୁ ଏକାଗ୍ର ରଖିବା ପାଇଁ ଆମେ କିପରି ଏହି ସୂତ୍ରକୁ ପାଳନ କରିବା ସେ ସମ୍ବନ୍ଧରେ ଆଲୋଚନା କରିବା। ତାହା ହେଉଛି ଯେ ଆମର ଦୁଇ ଭ୍ରୂ ମଧ୍ୟ, ସେଇ 2 ଭ୍ରୂ ମଧ୍ୟରେ ଆମେ ମନକୁ ନିବିଷ୍ଟ କରି ରଖିବା, ମନକୁ ଲଗେଇକି ରଖିବା, କିମ୍ବା ନାସାଗ୍ରରେ ମନକୁ ଲଗେଇକି ରଖିବା, କିମ୍ବା ହୃଦୟ କମଳରେ ମନକୁ ନିବିଡ଼ ଭାବରେ ଲଗେଇକି ରଖିବା।
ଯେକୌଣସି ଗୋଟିଏ ସରଳ ସୂତ୍ର ନିଆଯାଇପାରେ। ମନକୁ ଏ ତିନୋଟି ମଧ୍ୟରୁ ଯେକୌଣସି କେନ୍ଦ୍ରରେ ମନକୁ ଲଗାଇବା ଦ୍ୱାରା କିଛି ସମୟ ପରେ ଦେଖାଯିବ ଯେ ମନ ଆପଣା ଛାଏ ଏକାଗ୍ର ହୋଇଯାଉଛି ଏବଂ ଧ୍ୟାନ ପାଇଁ ଯେଉଁଭଳି ଭାବରେ ମନର ସ୍ଥିରତା ଦରକାର ସେଇ ସ୍ଥିରତାରେ ପହଞ୍ଚି ଯାଇଛି। ମନକୁ ଏକାଗ୍ର ରଖିବା ପାଇଁ ଏହା ହେଉଛି ଦ୍ୱିତୀୟ ସୂତ୍ର। ତୃତୀୟ ସୂତ୍ର ହେଉଛି ଯେ ପ୍ରାକୃତିକ ଦୃଶ୍ୟ ଏବଂ ପ୍ରାକୃତିକ ଶବ୍ଦ, ଯାହା ମୁଁ ପୂର୍ବରୁ କହିଥିଲି, ସେଇ ପ୍ରାକୃତିକ ଦୃଶ୍ୟ ଏବଂ ଶବ୍ଦ ମଧ୍ୟରେ ଆମେ ପ୍ରଥମରେ ଆମର ମନକୁ ଝରଣାର କୁଳୁ କୁଳୁ ଶବ୍ଦ ଏବଂ ତାର ଦୃଶ୍ୟ କାଳ୍ପନିକ ଭାବରେ ଦେଖିବା, ମନକୁ ସେଇଥିରେ ଲଗେଇବା, ମନକୁ ସେଥିରେ ଏକାଗ୍ର କରିବା। ନଚେତ ସମୁଦ୍ରର ଗୁରୁ ଗର୍ଜନ ଶବ୍ଦ ଏବଂ ସୌନ୍ଦର୍ଯ୍ୟ ଏଥିରେ ମନକୁ ଲଗେଇବା, ସେଇ କାଳ୍ପନିକ ଭାବରେ ମନର ଭାବନା କ୍ଷେତ୍ରରେ କଳ୍ପନା କରିକି ଲଗେଇବା, କିମ୍ବା ଆକାଶର ସୌନ୍ଦର୍ଯ୍ୟକୁ ଲକ୍ଷ୍ୟ କରିବା, ଆଖି ବୁଜିକିରି ଆଖି ବୁଜିବା ଅବସ୍ଥାରେ କାଳ୍ପନିକ ଭାବରେ ସେ ଆକାଶକୁ ଦେଖିବା। ଏମିତି କିଛି ସମୟ ମନକୁ ଏହିସବୁ ପ୍ରାକୃତିକ ଦୃଶ୍ୟ ଏବଂ ଶବ୍ଦରେ ଲଗାଇବା ଦ୍ୱାରା ଦେଖିବେ ମନ ଧୀରେ ଧୀରେ ଏକାଗ୍ର ହୋଇ ଆସୁଛି, ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ମନ ଏକାଗ୍ର ହେଲା, ଆମେ ବୁଝିଗଲେ ଏବଂ ମନର ଏ ଏକାଗ୍ରତା ଆସିଲା ପରେ ଆମେ ବର୍ତ୍ତମାନ ଧ୍ୟାନ ସ୍ତରରେ ପହଞ୍ଚିଲେ। ଆଉ ସେ ଧ୍ୟାନ ଯେଉଁ କରାଯିବ, ଆମେ ପ୍ରଥମରେ ବୁଝିବା ଦରକାର ଯେ ସେ ଧ୍ୟାନ କ'ଣ, ଧ୍ୟାନ କ'ଣ କରାଯିବ, ଧ୍ୟାନ କାହାକୁ କରାଯିବା, ଧ୍ୟାନ କାହାକୁ କରାଯାଇପାରିବ, ସେ ସମୟରେ ପ୍ରଥମରେ ଆମେ ଆଲୋଚନା କରିବା ଯେ ଆମେ ଧ୍ୟାନ ସମୟରେ ଈଶ୍ୱରଙ୍କର, ପରମାତ୍ମାଙ୍କର ଗୁଣ, କର୍ମ ଏବଂ ସ୍ୱଭାବକୁ ଚିନ୍ତନ କରିବା। ଈଶ୍ୱରଙ୍କର ଯେଉଁ ଅନନ୍ତ ଗୁଣ ରହିଛି ଏବଂ କର୍ମ ରହିଛି ଏବଂ ସ୍ୱଭାବ ରହିଛି ତାହା ଚିନ୍ତନ କରିବା। ତେବେ ସବୁ ଗୁଣ ତ ଚିନ୍ତନ କରିବା ସମ୍ଭବପର ନୁହଁ, ତେଣୁ ଯଥାଶକ୍ତି ଆମେ ଚେଷ୍ଟା କରିବା ଯେ ଈଶ୍ୱରଙ୍କର କିଛି କିଛି ଗୁଣକୁ ଆମେ ଚିନ୍ତନ କରିବା, ଯାହାଦ୍ୱାରା କି ଆମେ ଧ୍ୟାନ ସିଦ୍ଧ ହେବା ପାଇଁ ସହାୟତା ପାଇପାରିବା। ଆମେ ଯେତେବେଳେ ଈଶ୍ୱରଙ୍କର ଗୁଣ ଚିନ୍ତନ କରିବା, ସେ ସମୟରେ ଆମେ ଭାବିବା ପ୍ରଥମତଃ ଯେ ଈଶ୍ୱରଙ୍କର ଗୁଣ ମଧ୍ୟରେ ଈଶ୍ୱର ହେଉଛନ୍ତି, ପ୍ରଥମ ଗୁଣ ନେବା ଈଶ୍ୱର ସର୍ବବ୍ୟାପକ, ତାଙ୍କର ଉପସ୍ଥିତି, ତାଙ୍କର ଅସ୍ତିତ୍ଵ ସବୁଠି ଅନୁଭବ କରାଯାଇପାରିବ, ଏହା ଚିନ୍ତା କରିବା। ଏ ଗୋଟିଏ ଗୁଣ ପରେ ଦ୍ୱିତୀୟ ଗୁଣ ଆସେ ଯେ ଈଶ୍ୱର ସର୍ବଜ୍ଞ, ସେ ସବୁ ଜାଣନ୍ତି କିନ୍ତୁ ଆମେ କିଛି ଜାଣୁନା। ସେ ସର୍ବଜ୍ଞ, ଆମେ ଯାହା ଭାବୁ ସେ ଜାଣନ୍ତି, ପ୍ରାଣୀମାନେ ଯେତେ ଯାହା ଭାବନ୍ତି ସବୁ ସେ ଜାଣନ୍ତି, ସବୁ କିଛି ସେ ତ୍ରିକାଳଦର୍ଶୀ। ଦ୍ୱିତୀୟ ଗୁଣ ଗଲା। ତୃତୀୟ ଗୁଣ ଆମେ କହିବା ଯେ ଈଶ୍ୱର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ପ୍ରଳୟକର୍ତ୍ତା। ଏ ତିନୋଟି ହେଉଛି ଈଶ୍ୱରଙ୍କର ମହାନ ଗୁଣ। ୟାକୁ ଚିନ୍ତନ କରିବା ଯେ ଈଶ୍ୱରଙ୍କର ଯେ କେତେ ଗୁଣ ରହିଛି, କେତେ କର୍ମ ରହିଛି। ଏହା ଛଡ଼ା ଈଶ୍ୱର ଆମକୁ ବେଦ ଜ୍ଞାନ ଦାନ କରିଛନ୍ତି, ଏ ଗୋଟେ ତାଙ୍କର ମହାନ ଗୁଣ। ଏବଂ ସେ ପ୍ରାଣୀମାନଙ୍କର କର୍ମର ଫଳ ପ୍ରଦାନ କରନ୍ତି, ଏହା ଆଉ ଗୋଟେ ଗୁଣ। ତେଣୁ ଆମେ ଏ ଯେଉଁ ଈଶ୍ୱରଙ୍କର ଗୁଣ, ଏମିତି ଅନନ୍ତ ଗୁଣ ଅଛି, ସେଭଳି ଆମେ ଚିନ୍ତନ କରିପାରିବା। ସେ ସଚ୍ଚିଦାନନ୍ଦ, ଈଶ୍ୱର ନ୍ୟାୟକାରୀ, ଈଶ୍ୱର ଦୟାଳୁ, ଏଇଭଳି ବିଭିନ୍ନ ପ୍ରକାର ଯେଉଁ ଗୁଣ ରହିଛି ସେ ଗୁଣକୁ ଚିନ୍ତନ କରିବା। ଦେଖିବେ, ପରୀକ୍ଷା କରି ଦେଖାଯାଇଛି ଯେ ଈଶ୍ୱରଙ୍କର ଏହିସବୁ ଗୁଣ ଚିନ୍ତନ କରୁ କରୁ ମନ ସ୍ଥିର ହେଇଯିବ, ଚଞ୍ଚଳତା ନଷ୍ଟ ହେଇଯିବ ଏବଂ ଏକାଗ୍ରତା ଲାଭ ହେଇପାରିବ। ବର୍ତ୍ତମାନ ଆମେ ଲକ୍ଷ୍ୟ କରିବା କଥା ଯେ
ए समय ध्यान जतबे संगठित हुए से समय लक्ष्य करिवार कथा जे लुहा जेपरी अग्नि पड़े एकाकार हो जाए, लुण गोटे दाना पानी रे पड़े जमी पानी सहित लुण एकाकार हो जाए, ठीक से भली आमर आत्मा परमात्मा सहित मिलित होई एकाकार हो जिवार अनुभव करिवे। यह अनुभव करहब जे परमात्मा एवं मो भितरे कौन सी तफात नहीं, से मो एकाकार भावना आसीज। वर्तमान देखिए जे ध्यान एते गभीर हो जे साधक भाविब जे तार अस्तित्व किछि नाही, से तार निजर अस्तित्व को भूली जीवो, अर्थात तार बाह्य ज्ञान शून्य हो जीवो। बाह्य ज्ञान शून्य हेबा परे से इते शाश्वत आनंद अनुभव करिवो, जो आनंद की सांसारिक जो आमे विभिन्न प्रकार आनंद अनुभव करुचे, ये सांसारिक आनंद ठारू कोटि कोटि गुण रे अधिक केवल अनुभव ही जानिपारि। लक्ष्य करा जाइछि जे एही भली ध्यान संगठित हेबा समय रे मन भितरे आदौ तिले मात्र मध्य बाह्य चिंता उद्रेक हुए नाही, कारण अग्नि सिद्ध कौन से एक मंजी माटी रे पुतिले जमिति गजा हुए नाही, ठीक से भली ध्यान अग्नि सिद्ध मन मध्यरे तिले मात्र बाह्य वृत्ति बाह्य चिंता उद्रेक हुए नाही। यह हूँ साधकर अत्यंत गुरुत्वपूर्ण समय, ध्यानर शीर्ष समय, शीर्ष अवस्था। ए समय रे साधक अनुभव करे तार अंतर मध्यरे तार अंतर जगत रे एक अद्भुत ईश्वरीय साम्राज्य रही, जो साम्राज्य रे अनेक दैवी संपत्ति लुकायित भाव अच्छी। एठारे साधक संकल्प करे जे मु सही दैवी संपत्ति को ठाब करी, दैवी संपत्तिर संधान करी। यहाँ परे विज्ञान दृष्टि ध्यान आमर कौन कौन उपकार आसे से समुदाय मु संक्षिप्त भाव आलोकपात करी। प्रथम कथा हला जे ध्यान द्वारा आमर शारीरिक वाचनिक एवं वैचारिक क्षेत्र में जो सबू कषाय कर्मश जो सबू दोष दुष्प्रवृत्ति दुख क्लेश रही से सबू क्रमशः दूरीभूत हो जाए। यह परे वैज्ञानिक माने गवेषणा जानीपारी जे ध्यान समय रे मनुष्य शरीर भितर बहु परिमाण रे विद्युत तरंग सृष्टि हुए। से विद्युत तरंग मनुष्य शरीर रे एते प्रभाव पकाए जे मनुष्यर अंतःकरण रे नूतन शक्ति नूतन चेतना एवं नूतन उत्साह सृष्टि हो पारे, सृष्टि हो जाए। एवं ए सबु विद्युत तरंग मनुष्य उपरे जो गभीर प्रभाव पकाए, यह द्वारा मनुष्य अंतर मध्य मनुष्य मन मध्य जो निम्न वृत्ति गुड़िक भासु थाए, नीच वृत्ति गुड़ाक भासु थाए बा उद्रेक होता है। उदाहरण स्वरूप लाभ क्षति, सुंदर असुंदर, छोट बड़, धनी गरीब, काम क्रोध, लोभ मोह, मद अहंकार, ये सब निम्न वृत्ति गुड़िक
मनुष्यर अंतर भितर जो लुकायित भाव थाए से सब समूले नष्ट हो जाए। यह हूँ सबुठारु बड़ लाभ। फल कौन हुए ना तत्वतः मनुष्यटी देखा आकृति रे मनुष्य हेले मध्य से प्रकृति रे देवता पलटि जाए। तार अंतर रे दिव्यत्वर अवतरण घटे। यह पर मु कहबी जे आमर ध्यान रे बसिथिया समय रे आमे जतबेले बा साधक जतबेले ध्यान रे बसे बा ध्यान रे शीर्ष अवस्था रे पहुंचे सेतबेले तार श्वास प्रश्वास क्रिया धीमा हो जाए। अर्थात श्वास प्रश्वास क्रिया कमी जाए। फल कौन हुए ना अम्लजान व्यवहार कमी जाए, ऑक्सीजन व्यवहार कम हुए, जद्वारा कि हृत्पिंड को विश्राम मिले एवं कोशिका तंतु गुड़िक जो रही आम हृदय भितर से कोशिका तंतु गुड़िक पूर्ण विश्राम ग्रहण करे। यह द्वारा मनुष्य शरीर भितर थिबा रक्तचाप नियंत्रित हुए एवं से भली साधक को केबे हेले हृदरोग जो माने ध्यान सिद्ध से भली साधक मान को केबे हेले हृदरोग हुए ना। जो माने ध्यान सिद्ध बा ध्यान रे प्रकृत साधना करिसंती से माने निश्चित भाव में बहुत सहित एकमत हेबे जे जो माने ध्यान नियमित भाव में करुचंती सेमानकर अंतर एभली भाव परिवर्तन हब। सेमानक अंतर मध्य एभली गोटे परिवर्तन घटिबो जे से लक्ष्य करिवे तांकर मन सदा बेले सदा सर्वदा कौन सी एक सृजनात्मक कर्म रे निविष्ट रोची बा सृजनात्मक कर्म रे लागी रोची बा सकारात्मक कर्म रे लागी रोची। कौन सी क्षेत्र रे साधकर मन बाह्य कर्म रे बा बाह्य चिंता रे केबे हेले निजको नियोजित करिवो नाही। ध्यान संबंधे मु आपण मानकु संक्षेप रे कहली। मु आशा करुच्ची ध्यान तत्व संबंधे आपण माने निश्चित भाव में हृदयंगम करिथिबे। एई ध्यान अभ्यास करिया पे कौन सी असुविधा नहीं। यह सहज हो पारिबो। केवल मनर परिवर्तन दरकार। शरीर एवं मन एवं विचार क्षेत्र उन्नति पाई विचार क्षेत्र विकास पाई प्रत्येक मनुष्य यही योग साधना करने निहाती आवश्यक। आज आमर आत्मचेतना अध्याय जो विषय आलोचना हला ध्यान संबंधे बर्तमान समाप्त करुछु। पुनश्च देखा हबो परवर्ती अध्याय।